ବର୍ତ୍ତମାନ ଟାଇମ୍ ହେଇଛି ସକାଳ 5:30 ତ ମୁଁ ସକାଳୁ ସକାଳୁ ଉଠି ଯାଇଛି କାହିଁକିନା କାଲି ରାତିରେ ମୁଁ ଡିସିସନ୍ ନେଇଥିଲି ଯେ ମୁଁ ପୁଣି ଥରେ ୱେଟ୍ ଟେଷ୍ଟ ଜର୍ଣ୍ଣି ଷ୍ଟାର୍ଟ କରିବି। ତ ଏଇଠି ମୁଁ ୱେଟ୍ ଚେକ୍ କରିଦେଲି ୱେଟ୍ ମୋର ଅଛି 71 ଥିଲା 100। ତ ୱେଟ୍ ଦେଖି ତ ପୁରା ମୁଣ୍ଡ ଟିଣ ହେଇଗଲା 2 କିଲୋ ମୁଁ ୱେଟ୍ ଗେନ୍ କରିସାରିଲିଣି। ତ ଏଇଠି ମୁଁ 15 ଡେଜ୍ର ୱେଟ୍ ଚ୍ୟାଲେଞ୍ଜ ନେଇକି ଷ୍ଟାର୍ଟ କଲି ଏକ୍ସରସାଇଜ୍ ପରେ ମୁଁ ପିଇ ଦେଇଥିଲି ଉଷୁମ ପାଣି। ତ ଘର କାମ ସାରି ଫ୍ରେଶ୍ ହୋଇ ପିଇଲି ମୋ ୱେଟ୍ ଲସ୍ ଡ୍ରିଙ୍କ୍। ତ ଏବେ 9ଟା ହେଇଯାଇଥିଲା ବ୍ରେକଫାଷ୍ଟ ଟାଇମ୍ ବ୍ରେକଫାଷ୍ଟରେ ମୁଁ ନେଇକି ସେକ୍। ତ 11ଟା ବେଳେ ମୁଁ ଖାଇ ଦେଇଥିଲି ମୋର ମିଡ୍-ମର୍ଣ୍ଣିଂ ସ୍ନାକ୍ସ ଡାଳିମ୍ବ ଆଉ କଦଳୀ। ତାପରେ ହେଇଯାଇଥିଲା 1 ବାଜିଯାଇଥିଲା ତ ଲଞ୍ଚ ଟାଇମ୍ ଲଞ୍ଚରେ ଭାତ ଡାଲମା ସାଲାଡ ଭଜା ସବୁ ଖାଇ ଦେଇଥିଲି। ଇଭିନିଂ ସ୍ନାକ୍ସରେ ସୋଲା ଭଜା ଖାଇଥିଲି ତାପରେ ମୁଁ ୱେଟ୍ ଲସ୍ ଡ୍ରିଙ୍କ୍ ପିଇଥିଲି। ତ ଟାଇମ୍ ବର୍ତ୍ତମାନ ପାଖାପାଖି ହେଇଥିଲା 8:30 ତ ମତେ ଜଲ୍ଦି ବି ଡିନର କରିବାର ଅଛି ତ ଡିନରରେ ଆଜି ମୁଁ ନେଇଥିଲି ସେକ୍। ତ ଯଦି ଆପଣମାନଙ୍କୁ ମୋ ଭିଡ଼ିଓଟି ଭଲ ଲାଗିଥିବ ତ ପ୍ଲିଜ୍ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। ପୁଣି ଦେଖା ହବା ଡେ 2ରେ। ସେ ପର୍ଯ୍ୟନ୍ତ ରହିଲି ନମସ୍କାର ଜୟ ଜଗନ୍ନାଥ।